ମହିଷାପଟା ପଞ୍ଚାୟତ ଜାମବଣି ଗାଁର 200ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ପାଣି ସମସ୍ୟା ନେଇ ଗୋଗରା ବାଲ୍ଟି ଧରି ରାସ୍ତାରୋକ କରିଛନ୍ତି। ଯେତେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କହିଥିବା ବେଳେ ରାସ୍ତାରେ ଉଭୟ ପାର୍ଶ୍ୱରେ ଲୋକମାନେ ଯାତାୟାତ କରିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଖବର ପାଇ ବିଭାଗୀୟ ଯନ୍ତ୍ରୀ ଓ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ଗାଁ ଲୋକମାନେ ଧାରଣାରୁ ଉଠିଛନ୍ତି।